Hello everyone, welcome to my YouTube channel NM Stories and Education. I am Niranjan Mishra. ପିଲାମାନେ ଆଜି ଆମେ ଦଶମ ଶ୍ରେଣୀ ଜୀବବିଜ୍ଞାନ ବହିର ପ୍ରଥମ ଅଧ୍ୟାୟ ପୋଷଣ ନ୍ୟୁଟ୍ରିସନ୍ ବିଷୟରେ ଆଲୋଚନା କରିବା। ପୋଷଣ ନ୍ୟୁଟ୍ରିସନ୍ ପୋଷଣ ଶରୀରରେ ସମନ୍ୱିତ ଭାବେ ହେଉଥିବା ଅସଂଖ୍ୟ ଜୈବ ରାସାୟନିକ ପ୍ରକ୍ରିୟା ଯୋଗୁଁ ଜୀବନର ଧାରା ଅବ୍ୟାହତ ରହିଥାଏ। ଏହିସବୁ ପ୍ରକ୍ରିୟା ପାଇଁ ଶକ୍ତି ଆବଶ୍ୟକ। ତା ଛଡ଼ା କୋଷ ଟିସ୍ୟୁ ଅଙ୍ଗ ପ୍ରତ୍ୟଙ୍ଗର ଗଠନ ଅର୍ଥାତ୍ ଶରୀର ଗଠନ ପାଇଁ ଏବଂ ଶରୀରର ବୃଦ୍ଧି ଓ ମରାମତି ନିମନ୍ତେ ବିଭିନ୍ନ ଉପାଦାନ ଦରକାର। ଜୀବର ଖାଦ୍ୟ ଏ ସମସ୍ତ ଚାହିଦା ପୂରଣ କରିଥାଏ। ଶକ୍ତି ଆହରଣ ଓ ଉପାଦାନ ସଂଗ୍ରହ ପୋଷଣ ଜରିଆରେ ହୋଇଥାଏ। ସବୁଜ ଉଦ୍ଭିଦ ଆଲୋକ ଶ୍ଳେଷଣ ଫଟୋସିନ୍ଥେସିସ୍ ପ୍ରକ୍ରିୟାରେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିଥାଏ। ପରିବେଶରୁ ଆବଶ୍ୟକ ପୋଷକ ନ୍ୟୁଟ୍ରିଏଣ୍ଟ ସଂଗ୍ରହ କରିଥାଏ। କିନ୍ତୁ ପ୍ରାଣୀ ଓ ଅନ୍ୟ ସବୁ ଜୀବ ଖାଦ୍ୟ ପାଇଁ ଉଦ୍ଭିଦ ଉପରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ନିର୍ଭରଶୀଳ। ସେମାନେ ଉଦ୍ଭିଦ ଦ୍ୱାରା ପ୍ରସ୍ତୁତ ଓ ଗଚ୍ଛିତ ପଦାର୍ଥକୁ ବା ଅନ୍ୟ ପ୍ରାଣୀଙ୍କୁ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି। ଜଟିଳ ଖାଦ୍ୟ ଜୀବ ଶରୀର ମଧ୍ୟରେ ସରଳ ଉପାଦାନରେ ପରିଣତ ହୋଇ ସବୁ ଅଙ୍ଗ ପ୍ରତ୍ୟଙ୍ଗରେ ଉପଲବ୍ଧି ହୋଇଥାଏ। ସେଠାରେ ସରଳ ଖାଦ୍ୟର ଦହନ ବା ଜାରଣ ଅକ୍ସିଡେସନ୍ ଘଟି ସେଥିରୁ ଶକ୍ତି ମୋଚିତ ହୋଇଥାଏ। ଶକ୍ତି ମୋଚନ ଏକ ଧ୍ୱଂସାତ୍ମକ ଡେଷ୍ଟ୍ରକ୍ଟିଭ୍ ପ୍ରକ୍ରିୟା। ଏହାକୁ ଅପଚୟ କାଟାବୋଲିଜିମ୍ କୁହାଯାଏ। ସେହିପରି ଖାଦ୍ୟରୁ ଶରୀର ଗଠନ ପାଇଁ ଆବଶ୍ୟକ ଉପାଦାନ ସୃଷ୍ଟି ହେବା ଏକ ଗଠନମୂଳକ କନଷ୍ଟ୍ରକ୍ଟିଭ୍ ପ୍ରକ୍ରିୟା ଓ ଏହାକୁ ଆନାବୋଲିଜିମ୍ ଚୟ କୁହାଯାଏ। ଚୟ ଓ ଅପଚୟର ସମାହାର ହେଉଛି ଚୟାପଚୟ ମେଟାବୋଲିଜିମ୍। ଏହା ଜୀବ ଶରୀରରେ ସବୁବେଳେ ଚାଲିଥାଏ। ସୁତରାଂ ଜୀବକୁ ସକ୍ରିୟ ଓ ଜୀବନ୍ତ ରଖିବା ପାଇଁ ଏହାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିରୁ ସ୍ପଷ୍ଟ ହୁଏ ଯେ ବଞ୍ଚି ରହିବା ପାଇଁ ଖାଦ୍ୟ ଆବଶ୍ୟକ। ଖାଦ୍ୟର ପ୍ରକାରଭେଦ ରାସାୟନିକ ଗଠନ କାର୍ଯ୍ୟ ଓ ଶକ୍ତି ପ୍ରଦାନକାରୀ କ୍ଷମତା ଉପରେ ନିର୍ଭର କରି ଆମେ ଖାଉଥିବା ଖାଦ୍ୟକୁ ମୁଖ୍ୟତଃ 6 ପ୍ରକାରରେ ବିଭକ୍ତ କରାଯାଏ। ସେଗୁଡ଼ିକ ହେଲା 1 ଶ୍ୱେତସାର କାର୍ବୋହାଇଡ୍ରେଟ୍ସ, 2 ପୁଷ୍ଟିସାର ପ୍ରୋଟିନ୍ସ, 3 ସ୍ନେହସାର ଫ୍ୟାଟ୍ସ ବା ଲିପିଡ୍ସ, 4 ଧାତୁସାର ମିନେରାଲ୍ସ, 5 ଭିଟାମିନ୍ସ, 6 ଜଳ ୱାଟର। 1 ଶ୍ୱେତସାର କାର୍ବୋହାଇଡ୍ରେଟ୍ସ ଶ୍ୱେତସାରରୁ ଆମେ ସହଜରେ ଶକ୍ତି ଆହରଣ କରିଥାଉ। ଶ୍ୱେତସାର ଖାଦ୍ୟ ସାଧାରଣତଃ 3 ଭାଗରେ ବିଭକ୍ତ ହୋଇଥାଏ। ମଣ୍ଡଦ ବା ଷ୍ଟାର୍ଚ୍ଚ ଆଳୁ ଭାତ ରୁଟିରେ ପ୍ରଚୁର ପରିମାଣରେ ମଣ୍ଡଦ ଥାଏ। ସୁକ୍ରୋଜ ଚିନି ଗୁଡ଼ ଆଦିରେ ସୁକ୍ରୋଜ ଥାଏ। I ଗ୍ଲୁକୋଜ ଫଳରସ ଓ ପନିପରିବାରେ ଗ୍ଲୁକୋଜ ଅଧିକ ପରିମାଣରେ ଥାଏ। ଗ୍ଲୁକୋଜ C6H12O6ରେ ରହିଛି କାର୍ବନ ଉଦ୍ଜାନ ଏବଂ ଅମ୍ଳଜାନ। କୋଷୀୟ ଶ୍ୱସନ ସେଲୁଲାର ରେସ୍ପିରେସନ୍ ବେଳେ ଗ୍ଲୁକୋଜର ଜାରଣ ଫଳରେ ଅଙ୍ଗାରକାମ୍ଳ ଓ ଜଳ ସୃଷ୍ଟି ହୋଇଥାଏ ଏବଂ ଶକ୍ତି ନିର୍ଗତ ହୋଇଥାଏ। 1 ଗ୍ରାମ ଶ୍ୱେତସାରରୁ ପ୍ରାୟ 16 କିଲୋ ଜୁଲ୍ ଶକ୍ତି ନିର୍ଗତ ହୋଇଥାଏ। 2 ପୁଷ୍ଟିସାର ପ୍ରୋଟିନ୍ସ ମୁଖ୍ୟତଃ ମାଛ ମାଂସ ଅଣ୍ଡାର ଧଳା ଅଂଶ ଛେନା ଓ କ୍ଷୀର ପରି ପ୍ରାଣୀଜ ଦ୍ରବ୍ୟ ଓ
ଡାଲି ଜାତୀୟ ଶସ୍ୟ ସୋୟାବିନ୍ ଆଦିରୁ ଆମେ ପୁଷ୍ଟିସାର ପାଇଥାଉ। ଟ୍ରିପଲ୍ ଶରୀରର ବୃଦ୍ଧି ଓ ନୂତନ କୋଷ ଓ ତନ୍ତୁ ଗଠନ ପାଇଁ ପୁଷ୍ଟିସାର ଏକାନ୍ତ ଆବଶ୍ୟକ। IV ଆମିନୋ ଅମ୍ଳ ଆମିନୋ ଏସିଡ଼ର ଶୃଙ୍ଖଳ ଦ୍ୱାରା ପ୍ରୋଟିନ୍ ଗଠିତ। V ଖାଦ୍ୟ ପରିପାକ ହେଲେ ଏହା ଆମିନୋ ଅମ୍ଳରେ ପରିଣତ ହୋଇ ବିଭିନ୍ନ କୋଷ ନିକଟରେ ପହଞ୍ଚେ। 3 ସ୍ନେହସାର ଫ୍ୟାଟ୍ସ ବା ଲିପିଡ୍ସ। I ମାଂସ କ୍ଷୀର ଛେନା ଲହୁଣୀ ଅଣ୍ଡାର ହଳଦିଆ ଅଂଶ ଓ ତେଲ ଘିଅରେ ସ୍ନେହସାର ଚର୍ବି ଓ ଲିପିଡ୍ ଜାତୀୟ ପଦାର୍ଥ ଥାଏ। ଡବଲ୍ ଶରୀରରେ ସ୍ନେହସାର ଚର୍ବି ଭାବରେ ସଞ୍ଚିତ ହୋଇ ରହେ। ଟ୍ରିପଲ୍ ଆବଶ୍ୟକ ସ୍ଥଳେ କୋଷୀୟ ଶ୍ୱସନ ଦ୍ୱାରା ଏହାର ଜାରଣ ହୁଏ ଓ ଏହା ଶରୀରକୁ ଶକ୍ତି ଯୋଗାଇଥାଏ। IV ତାପ ଅପରିବାହୀ ହୋଇଥିବାରୁ ଚର୍ବି ଶରୀରକୁ ଉଷୁମ ରଖିବାରେ ସାହାଯ୍ୟ କରିଥାଏ। 4 ଧାତୁସାର ମିନେରାଲ୍ସ। I ଶରୀର ଗଠନ ପାଇଁ ବିଭିନ୍ନ ପ୍ରକାରର ଧାତୁସାର ଯଥା ଲୌହ କାଲସିୟମ୍ ଆୟୋଡିନ୍ ଫସ୍ଫରସ୍ ସୋଡ଼ିୟମ୍ ପୋଟାସିୟମ୍ ଆଦି ଆବଶ୍ୟକ। ଡବଲ୍ ଶରୀରରେ ଦାନ୍ତ ଓ ହାଡ଼ର ଗଠନ ପାଇଁ କାଲସିୟମ୍ ଓ ଲୋହିତ ରକ୍ତ କଣିକାରେ ଥିବା ହିମୋଗ୍ଲୋବିନ୍ର ଗଠନ ପାଇଁ ଲୌହ ଆବଶ୍ୟକ ହୋଇଥାଏ। ଶରୀରର ଆୟନ ସନ୍ତୁଳନ ଆୟନିକ୍ ବାଲାନ୍ସ ରକ୍ଷା କରିବା ପାଇଁ ଧାତୁସାରର ପ୍ରମୁଖ ଭୂମିକା ରହିଛି। 5 ଭିଟାମିନ୍ସ। I କୋଷରେ ବିଭିନ୍ନ ପ୍ରକାରର ରାସାୟନିକ ପ୍ରକ୍ରିୟା ଏନଜାଇମ୍ ସାହାଯ୍ୟରେ ହୋଇଥାଏ। ଡବଲ୍ ଭିଟାମିନ୍ର ଉପସ୍ଥିତିରେ ଏ ସମସ୍ତ ପ୍ରକ୍ରିୟା ସୁଚାରୁ ରୂପେ ସମ୍ପନ୍ନ ହୋଇଥାଏ। ଟ୍ରିପଲ୍ ଭିଟାମିନ୍ ଅଭାବରୁ ଶରୀରରେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ। IV ଜଳରେ ଦ୍ରବଣୀୟ ଭିଟାମିନ୍ ଶାଗ ପନିପରିବା ଓ ଫଳ ଆଦିରୁ ମିଳିଥାଏ। V ଚର୍ବି ବା ତେଲରେ ଦ୍ରବଣୀୟ ଭିଟାମିନ୍ ପ୍ରାଣୀଜ ଚର୍ବି ବା ଉଦ୍ଭିଦଜାତ ତେଲରୁ ମିଳିଥାଏ। 6 ଜଳ ୱାଟର। I କୋଷରେ ଥିବା କୋଷରସ ବା କୋଷଜୀବକ ସାଇଟୋପ୍ଲାଜମର ପ୍ରାୟ 70ରୁ 90% ଜଳ। ଡବଲ୍ କୋଷର ସ୍ଥିତି ଓ ଏଥିରେ ହେଉଥିବା ବିଭିନ୍ନ ପ୍ରକ୍ରିୟା ପାଇଁ ଜଳ ଅତ୍ୟନ୍ତ ଆବଶ୍ୟକ। ଝାଳ ପରିସ୍ରା ଓ ନିଶ୍ୱାସରେ ଶରୀରରୁ ଜଳକ୍ଷୟ ହୋଇଥାଏ ଓ ଏହାର ଭରଣା ପାଇଁ ପ୍ରତିଦିନ ପ୍ରାୟ 3ରୁ 4 ଲିଟର ପାଣି ପିଇବା ଉଚିତ। IV ଶରୀରରେ ଜଳୀୟ ଅଂଶ କମିଗଲେ ଶରୀର ଅବଶ ହୋଇଯାଏ ଓ ବିଭିନ୍ନ ଅସୁସ୍ଥତା ପ୍ରକାଶ ପାଇଥାଏ। ଥ୍ୟାଙ୍କ ୟୁ ଫର୍ ୱାଚିଂ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ।